ଅଙ୍କଲର ବାଣ୍ଡରୁ ଗିଆଁ ଖାଇବି ବୋଲି ବହୁତ ଚିନ୍ତା କଲେ ଯେ କେମିତି ତାଙ୍କୁ ପଟେଇବି ଏବଂ କେମିତି ତାଙ୍କ ପାଖରୁ ଗିଆଁ ଖାଇବି। ଏହି ଚିନ୍ତାରେ ମୁଁ ଥିଲି। ତ ସେଇ ସୁଯୋଗ ଥରେ ମୋତେ ମିଳିଗଲା। ମୁଁ ଅଙ୍କଲ ପାଖରୁ ଘଣ୍ଟା ଘଣ୍ଟା ଧରି କେମିତି ଗିଆଁ ଖାଇଥିଲେ ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରିୟା। ଆପଣମାନେ ଦେଖୁଛନ୍ତି ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ବରାବର ହଟ୍ ଗିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି କିପରି ଅଙ୍କଲକୁ ପଟାଇ ତାଙ୍କ ପାଖରୁ ମୁଁ ଘଣ୍ଟା ଘଣ୍ଟା ଧରି ଗିଆଁ ଖାଇଥିଲି ସେହି ବିଷୟରେ ଆପଣମାନଙ୍କୁ ଡିଟେଲ୍ସ କହୁଛି। ମୋର ଯେତେବେଳେ ବୟସ ପାଖାପାଖି 18 କି 19 ହେବ, ସେତେବେଳେ ମୁଁ ଦେଖିବାକୁ ବହୁତ ସୁନ୍ଦରୀ। ମୋର ବଡ଼ ବଡ଼ ଦୁଧ ଏବଂ ମୋ ବିହା ପୁରା ଆମ୍ବୁଲ ଭଳିଆ ହେଇଯାଇଥାଏ। ମୋତେ ପ୍ରବଳ ମାତ୍ରାରେ ଗିଆଁ ଖାଇବାକୁ ଇଚ୍ଛା ହେଉଥିଲା, କିନ୍ତୁ ସୁଯୋଗ ପାରୁନଥିଲି। ଆମ ପଡ଼ିଶା ଘରରେ ଜଣେ ଅଙ୍କଲ ଦେଖିବାକୁ ଖୁବ୍ ସୁନ୍ଦର। ସେ ମୋ ସହିତ ମିଶନ୍ତି, ଆମ ଫ୍ୟାମିଲି ସହିତ ମିଶନ୍ତି, ମୋ ବାପାଙ୍କର ସାଙ୍ଗ ହେବେ। ତେଣୁ ସେ ତାଙ୍କ ପାଖରୁ କେମିତି ମୁଁ ଗିଆଁ ଖାଇବି ସେଇ ଚିନ୍ତାରେ ଥିଲି। ତାଙ୍କୁ ମୁଁ ଥଟ୍ଟା ତାମସା କରେ, ସେ ବି ମୋ ସହିତ ବହୁତ ମିଶନ୍ତି, କିନ୍ତୁ କେବେ ବି ସେ ମୋ ଦେହକୁ ଟଚ୍ କରନ୍ତି ନାହିଁ। ମୁଁ କିନ୍ତୁ ମନେ ମନେ ଭାବିଥିଲି ଯେ ମୋତେ ଯଦି ସେ କେବେ ଟଚ୍ କରନ୍ତେ ତେବେ ମୁଁ ସିଧା ଶୋଇପଡ଼ନ୍ତି ଏବଂ ତାଙ୍କୁ ଘେନି ପକାନ୍ତି, କିନ୍ତୁ ସେମିତି କିଛି ବି ହେଉନଥିଲା। ତ ଥରେ କ'ଣ ହେଇଛି ନା, ବାପା ଘରେ ନଥିଲେ। ମୋର ଗୋଟିଏ ଏକ୍ଜାମ୍ ପଡ଼ିଲା। ତେଣୁ ଏକ୍ଜାମ୍କୁ ଯିବା ପାଇଁ ମୋ ବୋଉ କ'ଣ କଲା ନା ଅଙ୍କଲକୁ ଅନୁରୋଧ କଲା ଏବଂ ଅଙ୍କଲ ମଧ୍ୟ ମୋତେ ନେଇ ଗଲେ ଏକ୍ଜାମ୍ ସେଣ୍ଟରକୁ। ଏବଂ ଆମେ ଏକ୍ଜାମ୍ ଦେଇସାରି ଘରକୁ ଫେରିଲୁ। ଅଙ୍କଲରେ ବାଇକ୍ରେ ମୁଁ ବସିଥିଲି। ବାଇକ୍ ପଛପଟରେ ବସି ମୁଁ କ'ଣ କରୁଥିଲି ନା, ବାଇକ୍ ଯେତେବେଳେ ଚାଲୁଥିଲା ମୁଁ ଜାଣି ଅଙ୍କଲକୁ ମୋ ଛାତି ନେଇକି ବାଜଉଥିଲି। ମୋର ସେଇ ବଡ଼ ବଡ଼ ଦୁଧ ବାରମ୍ବାର ତାଙ୍କ ପିଠିରେ ଟଚ୍ କରାଉଥିଲି। ଭାବୁଥିଲି ଦେଖାଯାଉ, ଚେଷ୍ଟା ଜାରି ଥାଉ, ଯଦି କିଛି ଘଟେ। ତ କିଛି ସମୟ ପରେ ଘଟଣା ଘଟିଲା। ଅଙ୍କଲ ରାସ୍ତାରେ ଗାଡ଼ିଟିକୁ ରଖିଦେଲେ ଏବଂ ମୋତେ ଚାହିଁ ଟିକେ ହସିଦେଲେ। କହିଲେ, କ'ଣ ତୁ ଏମିତି ଆଜି ହେଉଛୁ? ମୁଁ କିଛି ବି କହିଲି ନାହିଁ, ଖାଲି ହସିଦେଲି। ଅଙ୍କଲ ଗୋଟିଏ ଦୋକାନରୁ ମୋତେ ଥଣ୍ଡା ପିଆଇଲେ ଏବଂ ଥଣ୍ଡା ପିଇ ସାରି ପୁଣି ବାଇକ୍ ଚଢ଼ି ଚାଲିଲେ। କିଛି ରାସ୍ତା ଯିବା ପରେ ଗୋଟିଏ ବଡ଼ ଆମ୍ବ ତୋଟା ପଡ଼େ। ସେଇ ଆମ୍ବ ତୋଟା ପାଖରେ ସେ କ'ଣ କଲେ ନା, ବାଇକ୍ଟିକୁ ରଖିଦେଲେ। ମୁଁ ପଚାରିଲି, ଅଙ୍କଲ କ'ଣ ହେଲା? ସେ କହିଲେ, ରହ, ପ୍ରବଳ ମାତ୍ରାରେ ଗରମ ହେଇଛି, ଏଇ ତୋଟା ମୂଳରେ ଟିକିଏ ରେଷ୍ଟ ନେବା, ତାପରେ ଘରକୁ ଯିବା। ମୁଁ କ'ଣ କଲି ନା, ତାଙ୍କ ସହିତ ସିଧା ସେଇ ତୋଟା ମୂଳକୁ ଚାଲିଗଲି। ଆମେ ଦୁହେଁ ଯାଇ ଗୋଟିଏ ଜାଗାରେ ବସିଲୁ। କିଛି ସମୟ ବସି ସାରିଲା ପରେ ଆଙ୍କ ଥଟ୍ଟା ମଜା କରୁଥାନ୍ତି। ସେଇ ଥଟ୍ଟା ମଜା କରୁ କରୁ ସେ କ'ଣ କଲେ ନା, ମୋ ହାତକୁ ଧରି ତାଙ୍କ ଛାତି ଆଡ଼କୁ ଟାଣି ନେଲେ। ମୁଁ ବି ସିଧା ଯାଇ ଆଉଜିଗଲି। ତାପରେ ସେ ବାଁ ହାତରେ ମୋ ଦୁଧରେ ହାତ ବୁଲାଇଲେ। ମୁଁ ପ୍ରଥମେ ଟିକିଏ ସଂଯତ ହେଇଗଲି। ଅଙ୍କଲକୁ ତାଙ୍କ ହାତକୁ ଦୂରକୁ ଦେବାକୁ ଚେଷ୍ଟା କଲି, ସେ କିନ୍ତୁ ଶୁଣିଲେ ନାହିଁ। ସେ ଆସ୍ତେ ଆସ୍ତେ ମୋ ଦୁଧକୁ ଅଧିକ ମାତ୍ରାରେ ଚିପିବାକୁ ଲାଗିଲେ। ମୁଁ ସେତେବେଳେ ମୁହଁ ଖୋଲିଲି। ମୁଁ କହିଲି, ଅଙ୍କଲ ଏସବୁ କ'ଣ ହେଉଛି? ସେ କହିଲେ, ଆରେ ତୁ ଯାହା ଚାହିଁଥିଲୁ ଆଜି ସେୟା ହିଁ ହେବ। ମୁଁ କହିଲି, ମୁଁ କ'ଣ ଚାହୁଁଥିଲି? ସେ କହିଲେ, ବାଇକ୍ରେ ଯେମିତି ତୁ ହେଉଥିଲୁ ମୋତେ ଲାଗିଲା ତୋତେ
ନିଆଁ ଖାଇବାକୁ ଇଚ୍ଛା ହେଉଛି। ସେଥିପାଇଁ ମୁଁ ତୋତେ ଏଠାକୁ ନେଇ ଆସିଛି। ତୋତେ ଆଜି ମନ ଭରି ଗେହିବି। ଏଇ କଥା କହି ସେ କ'ଣ କଲେ ନା ମୋ ଦୁଧକୁ ଜୋର ଜୋରରେ ଚିପୁଡ଼ିବାକୁ ଲାଗିଲେ। ମୋ ଗାଲରେ 4-5ଟି କିସ୍ ମଧ୍ୟ କଲେ। ସେତେବେଳକୁ ମୁଁ ପୁରା ଉତ୍ତେଜିତ ହେଇଗଲି। ମୁଁ ଆଉ କିଛି ବି ମନା କଲି ନାହିଁ। ତାପରେ ଆସ୍ତେ ଆସ୍ତେ ସେ କ'ଣ କଲେ ନା ଗୋଟିଏ ହାତରେ ମୋ ଚୁଡ଼ି ଭିତରେ ହାତ ପୁରେଇଲେ ଏବଂ ମୋ ବିହାରେ ଥିବା ବାଳକୁ ଆସ୍ତେ ଆସ୍ତେ ସାଉଁଳେଇଲେ। ମୋତେ ବହୁତ ମଜା ଲାଗୁଥିଲା। ମୁଁ ତାପରେ କ'ଣ କଲି, ଅଙ୍କଲ ମୁଁ ଆଉ ସମ୍ଭାଳି ପାରୁନାହିଁ, ତୁମେ ଯାହା କରିବ ଶୀଘ୍ର କରିଦିଅ। ଅଙ୍କଲ କହିଲେ, ଆରେ ବ୍ୟସ୍ତ କାହିଁକି ହେଉଛୁ? ଏଠାକୁ କେହି ବି ଆସିବେ ନାହିଁ, ତେଣୁ ଆମେ ଆରାମସେ ବସି ଗିଆଁ ଗିଇଁ ହେବା। ଏଇ କଥା କହି ସେ କ'ଣ କଲେ ନା ମୋ ପ୍ୟାଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ଟାଣିଦେଲେ ଏବଂ ମୋ 2 ଜଙ୍ଘ ମଝିରେ ଥିବା ବିଆକୁ ଚାଟିବା ପାଇଁ ତାଙ୍କ ମୁହଁ ନେଇ ଲଗାଇ ଦେଲେ। ଜିଭରେ ମୋ ବିଆକୁ ଚାଟିବାକୁ ଲାଗିଲେ ଯେମିତି ମୋ ବିଆରେ ମହୁ ଝରୁଛି। ଚାଟିଗଲେ, ନିର୍ଘାତ ଭାବରେ ଚାଟିଲେ। ସେ ଯେତେ ଚାଟୁଥାନ୍ତି ମୋତେ ସେତେ ମଜା ଲାଗୁଥାଏ। ତାପରେ ସେ ମୋତେ ଆଣି ବାଇକ୍ ଉପରେ ଲଟକେଇ ଦେଲେ। କହିଲେ, ତୁ ଏଇ ବାଇକ୍ ଉପରେ ଟିକେ ପେଟେଇ ରହ, ମୁଁ ତୋତେ ପଛପଟରୁ ଡେଇଁବି। ମୁଁ ବି କ'ଣ କଲି ନା ବାଇକ୍ରେ ପେଟେଇ ପଡ଼ିଲେ। ସେ ତଳେ ଛିଡ଼ା ହୋଇ ମୋ ଗାଣ୍ଡି ପଟରୁ ମୋ ବିଆ ଭିତରେ ତାଙ୍କର ସେଇ ଲମ୍ବା ବାଣ୍ଡକୁ ପଶେଇଲେ। ପ୍ରଥମେ ତ ବାଣ୍ଡ ଆଦୌ ପଶିଲା ନାହିଁ। ତାପରେ ସେ କ'ଣ କଲେ ନା ମେଞ୍ଚେ ଛେପ ଆଣି ତାଙ୍କ ବାଣ୍ଡକୁ ପୁରା ଓଦା କରିଦେଲେ। ମୋ ବିଆରେ ମଧ୍ୟ ଟିକିଏ ଛେପ ଲଗେଇ ଦେଲେ। ତାପରେ ଚେଷ୍ଟା କଲେ ପୁଣି ବିଆ ଭିତରେ ପଶିବା ପାଇଁ। ଏମିତି ଖେଞ୍ଚୁ ଖେଞ୍ଚୁ ଆସ୍ତେ ଆସ୍ତେ ବାଣ୍ଡଟି ପଶିବାକୁ ଲାଗିଲା। ତାପରେ ସେ ଗିଆଁ ଗିଇଁ ଆରମ୍ଭ କଲେ। ପାଖାପାଖି ଅଧଘଣ୍ଟା ଧରି ଏମିତି ଠିଆ ଠିଆ ସେ ମୋତେ ଗେହିଁ ଚାଲିଲେ। ମୋତେ କଷ୍ଟ ବି ଲାଗୁଥିଲା ଏବଂ ମଜା ବି ଲାଗୁଥିଲା। ଏଆଡ଼େ କଷ୍ଟକୁ ସମ୍ଭାଳି ପାରୁନଥିଲି, ସେଆଡ଼େ ମଜାକୁ ଛାଡ଼ିବାକୁ ଇଚ୍ଛା ନଥିଲା। ତେଣୁ ଗେହିଁ ଚାଲିଥିଲେ। ମୁଁ କେବଳ ଯନ୍ତ୍ରଣା ଏବଂ ମଜା ଦୁଇଟାକୁ ଉପଭୋଗ କରୁଥିଲି। ଅଧଘଣ୍ଟା ଗେହିଁ ସାରିଲା ପରେ ତାଙ୍କ ବାଣ୍ଡରୁ ନାଳ ବାହାରିବା ସମୟ ହେଇଗଲା। ସେ କହିଲେ, ଆରେ ତୁ ଗୋଟେ କାମ କର, ମୋ ବାଣ୍ଡକୁ ଟିକିଏ ଚାଟ। ମୁଁ ବି କ'ଣ କଲି ନା ସେଇଠାରେ ବସି ପଡ଼ିଲି ଏବଂ ତାଙ୍କର ସେଇ ବାଣ୍ଡକୁ ଚାଟିବାକୁ ଲାଗିଲି। କିଛି ସମୟ ତାଙ୍କ ବାଣ୍ଡକୁ ଚାଟି ସାରିଲା ପରେ ତାଙ୍କ ବାଣ୍ଡରୁ ମେଞ୍ଚାଏ ରସ ବାହାରିଗଲା। ତାପରେ ସେ ମୋତେ କିଛି ସମୟ କନ୍ଦେଇଲେ, ମୋ ଦୁଧକୁ ପୁଣି କିଛି ସମୟ ଚିପୁଡ଼ିଲେ। ତାପରେ କହିଲେ, ତୋତେ କେମିତି ଲାଗିଲା କହ? ମୁଁ କହିଲି, ଅଙ୍କଲ ବହୁତ ଯନ୍ତ୍ରଣା ହେଉଛି। ସେ କହିଲେ, କିଛି ବି ହେବନି, ଟିକିଏ ରହିଯା, ଆସ୍ତେ ଆସ୍ତେ ସବୁ ଠିକ୍ ହେଇଯିବ। ଦିନେ କି 2 ଦିନ ଦରଜ ରହିବ, ତାପରେ ସବୁ ଠିକ୍ ହେଇଯିବ। କିନ୍ତୁ ଆଜିର ଏଇ ଘଟଣା ତୁ କାହାରି ପାଖରେ କହିବୁ ନାହିଁ, ତୋ ବୋଉକୁ ମଧ୍ୟ କହିବୁ ନାହିଁ। ମୁଁ କହିଲି, ହଁ ଠିକ୍ ଅଛି, ମୁଁ କାହିଁକି କହିବି? ମୁଁ କହିଲି ତ ବିପଦରେ ପଡ଼ିଯିବେ। ତାପରେ ଆମେ ଦୁହେଁ ପୁଣି ବାଇକ୍ ଚଢ଼ି ଘରକୁ ଚାଲି ଆସିଲୁ। ଏମିତି ଆମେ ବହୁତ ଥର ଗିଆଁ ଗିଇଁ ହେଇଛୁ। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।